ଆପଣଙ୍କୁ ସ୍ୱାଗତ। ସେରଲକ୍ ହୋମ୍ସ କାହାଣୀ 8 ପୁସ୍ତକର ପଞ୍ଚମ କାହାଣୀ, ଯାହାର ନାଁ ହେଉଛି ପ୍ରାୟୋରୀ ସ୍କୁଲର ଦ୍ୱିତୀୟ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମ ଅଧ୍ୟାୟରେ ଆମେ ଦେଖିଥିଲେ କି ଡ୍ୟୁକର ପୁତ୍ର, ଯାହାଙ୍କ ନାଁ ହେଉଛି ସାଲ୍ଟାୟାର, ସେ ଛୋଟ ବାଳକ କୁଆଡ଼େ ହଜି ଯାଇଥିଲେ ବା ସେ ଯେଉଁ ଘଟଣା ଘଟିଥିଲା ଆମେ ପୂର୍ବ ଅଧ୍ୟାୟରେ ଦେଖିଥିଲେ। ଆଜି ଚାଲନ୍ତୁ ଦେଖିବା ଏହି ଅଧ୍ୟାୟରେ ତାପରେ କ'ଣ ଘଟିଲା। ସେ ଯେଉଁ ପ୍ରାୟୋରୀ ସ୍କୁଲ ବା ଆବାସିକ ବିଦ୍ୟାଳୟର ପ୍ରିନ୍ସିପାଲ ବା ସ୍ଥାପୟିତା ଯିଏ ହେଉଛନ୍ତି ହଗ୍ଷ୍ଟେବୁଲ, ତାଙ୍କ ନାଁ, ସିଏ ସେରଲକ୍ ହୋମ୍ସଙ୍କ ପାଖକୁ ଯାଇଥିଲେ, ତାଙ୍କୁ ସବୁ କଥା ଜଣେଇଲେ ଆଉ ସାଙ୍ଗରେ ଧରିକି ଆସିଥିଲେ। ଆଉ ଡ୍ୟୁକଙ୍କ ସାଙ୍ଗରେ କଥାବାର୍ତ୍ତା ସମସ୍ତେ କଲେ ବା ଆଲୋଚନା କରିବା ପରେ କ'ଣ ହେଇଥିଲା ଆମେ ପୂର୍ବ ଅଧ୍ୟାୟରେ ଦେଖିଥିଲେ। ତାପରେ ଆଜି ଦେଖିବା, ଚାଲନ୍ତୁ କ'ଣ ଘଟଣା ଘଟିଲା ଆଉ ରହସ୍ୟ ବା ଗୁଇନ୍ଦା କାହାଣୀର ଆଗକୁ କ'ଣ ହେଲା। ଚାଲନ୍ତୁ ଆରମ୍ଭ କରିବା। ମାନ୍ୟବର ଡ୍ୟୁକ୍ ଆଉ ତାଙ୍କ ସେକ୍ରେଟାରୀ ଚାଲିଯିବା ପରେ ମୋ ବନ୍ଧୁ ଖୁବ୍ ବ୍ୟଗ୍ର ହୋଇ ତାଙ୍କର ଅନୁସନ୍ଧାନ କାମ ଆରମ୍ଭ କରିଦେଲେ। ବାଳକଙ୍କ କୋଠରୀ ଟିକିନିକି ପରୀକ୍ଷା କରାଗଲା, କିନ୍ତୁ କିଛି ଫଳ ମିଳିଲା ନାହିଁ। ବାଳକ ମାନେ ସେ ଛୋଟ ପିଲାଟି ଯିଏକି ସାଲ୍ଟାୟାର, ଯାହାର ନାଁ, ତାଙ୍କ କୋଠରୀ ପରୀକ୍ଷା କରାଗଲା। ସେ ହଜି ଯାଇଛନ୍ତି ବା କୁଆଡ଼େ ପଳେଇ ଯାଇଛନ୍ତି, କିନ୍ତୁ କିଛି ଫଳ ମିଳିଲା ନାହିଁ। କେବଳ ଏତିକି ଜଣାଗଲା ଯେ ଝରକା ବାଟେ ସେ ଯାଇଥିବା ନିଶ୍ଚିତ। ତାପରେ ଜର୍ମାନ ଶିକ୍ଷକଙ୍କ କୋଠରୀ ଏବଂ ଜିନିଷପତ୍ରରୁ ଆଉ କିଛି ସୂତ୍ର ମିଳିଲା ନାହିଁ। ତାଙ୍କ ବିଷୟରେ ଏତିକି ଜାଣିଲୁ ଯେ ତାଙ୍କ ଭରା ସହି ନପାରି ଆଇଭି ଲତାର ଗୋଟେ ଡଙ୍କ ଛିଡ଼ି ଯାଇଥିଲା। ଗୋଟେ ଲଣ୍ଠନ ଆଲୁଅରେ ସେ ଓହ୍ଲାଇଥିବା ଜାଗାରେ ତାଙ୍କ ଗୋଇଠିର ଚିହ୍ନ ଦେଖିପାରିଲୁ। ଛୋଟ ଶାଗୁଆ ଘାସ ଉପରେ ସେଇ ସଂକେତ କେବଳ ତାଙ୍କ ପଳାଇବାର ପ୍ରମାଣ। ତାପରେ ସେରଲକ୍ ହୋମ୍ସ ଏକା ଏକା ଘରୁ ବାହାରିଗଲେ। ଫେରିଲେ 11ଟା ପରେ। ଗୋଟେ ନଳୀ ଭିତରେ ସେ ଅଞ୍ଚଳର ଗୋଟେ ବଡ଼ ମାନଚିତ୍ର କେଉଁଠୁ ଯୋଗାଡ଼ କରି ଆଣିଥିଲେ। ସେଇଟା ସେ ମୋ ରୁମ୍କୁ ଆଣି ଖଟ ଉପରେ ଖୋଲି ବିଛାଇ ଦେଲେ। ଆଲୁଅଟା ଠିକ୍ ତା ମଝିରେ ପକାଇ ପାଇପ୍ ଟାଣିବାରେ ଲାଗିଲେ। ବେଳେବେଳେ ତା ଭିତରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଇପ୍ରେ ଠାରି ଦେଖାଉଥାନ୍ତି। ତାମାନେ ସେରଲକ୍ ସେ ଯେଉଁ ମ୍ୟାପ୍ଟା ବା ମାନଚିତ୍ରଟା ଆଣିକି ଏହି ଅନୁସନ୍ଧାନ ଚଳାଇଥାନ୍ତି ୱାଟସନ୍ଙ୍କ ସହିତ। ତାଙ୍କ ବନ୍ଧୁ ୱାଟସନ୍ଙ୍କ ରୁମ୍କୁ ଆସିକି ଅନୁସନ୍ଧାନ ଚଳାଇଥାନ୍ତି। ତାପରେ ସେ କହିଲେ, କେସ୍ଟାରେ ମୋର ଆଗ୍ରହ ଖୁବ୍ ବଢ଼ିଯାଇଛି ୱାଟସନ୍। ଏଥିରେ ନିଶ୍ଚୟ କେତେଗୁଡ଼ାଏ କୌତୂହଳପୂର୍ଣ୍ଣ ପଏଣ୍ଟ ଅଛି। ବର୍ତ୍ତମାନ ଅନୁସନ୍ଧାନ ଆରମ୍ଭ। ଏଇ କେତେଗୁଡ଼ାଏ ଭୌଗୋଳିକ ଜିନିଷ ଜାଣି ରଖ। ଆମର ଅନୁସନ୍ଧାନରେ ଏସବୁ ଖୁବ୍ କାମ ଦେବ। ସେରଲକ୍ ହୋମ୍ସ ତାଙ୍କ ବନ୍ଧୁ ୱାଟସନ୍କୁ ଏ କଥା ସବୁ କହୁଛନ୍ତି କି ମାନଚିତ୍ରରୁ ଭୌଗୋଳିକ ଜିନିଷ ଜାଣି ରଖ, ଆମ ଅନୁସନ୍ଧାନରେ କାମରେ ଆସିବ। ତାପରେ ଏଇ ମାନଚିତ୍ରଟାକୁ ଦେଖ। ଏଇ କଳା ବର୍ଗାକାର କ୍ଷେତ୍ର ହେଲା ପ୍ରାୟୋରୀ ସ୍କୁଲ। ମୁଁ ୟା ଉପରେ ଗୋଟେ ପିନ୍ ମାରି ଦେଉଛି। ଏଇ ଗାରଟା ହେଲା ପ୍ରଧାନ ରାସ୍ତା ବା ମୁଖ୍ୟ ରାସ୍ତା, ମେନ୍ ରୋଡ଼। ଏଇ ଦେଖ, ସ୍କୁଲ ପାଖ ଦେଇ ପୂର୍ବ ପଶ୍ଚିମକୁ ଲମ୍ବିଛି। ତାମାନେ ପୂର୍ବରୁ ପଶ୍ଚିମକୁ ଲମ୍ବିଛି ରାସ୍ତାଟା। ତୁମେ ଆଉ ବି ଦେଖିପାରୁଥିବ, ସ୍କୁଲର ଏପାଖେ ସେପାଖେ ପ୍ରାୟ ମାଇଲିଏ ଯାଏ ଏ ରାସ୍ତାରୁ କୌଣସି ରାସ୍ତା ବାହାରି କୌଣସି କଡ଼କୁ ଯାଇନାହିଁ। ତାମାନେ ମୁଖ୍ୟ ରାସ୍ତାରୁ ମାଇଲିଏ ପର୍ଯ୍ୟନ୍ତ ଆଉ କୌଣସି ଛୋଟ ରାସ୍ତା ବାହାରିକି କେଉଁ କଡ଼କୁ ଯାଇନାହିଁ। ତାମାନେ ସିଧା ରାସ୍ତା, ସାଇଡ଼କି ବା କଡ଼କୁ ଯିବା ପାଇଁ ରାସ୍ତା ନାହିଁ। ଏ ଦୁଇ ଜଣ ଯଦି ସଡ଼କରେ ଯାଇଥାନ୍ତି ତାହେଲେ ନିଶ୍ଚୟ ଏଇ ରାସ୍ତାରେ ଯାଇଥିବେ। ତାମାନେ ସେଇ ଯେଉଁ ଛୋଟ ପିଲା ସାଲ୍ଟାୟାର ଆଉ ଜର୍ମାନ ଶିକ୍ଷକ ଯଦି ଯାଇଥାନ୍ତି ତାହେଲେ ଏଇ ରାସ୍ତାରେ ଯାଇଥିବେ। ତାପରେ ବିଲକୁଲ ଠିକ୍,
ଭାଗ୍ୟକୁ ଘଟଣା ଦିନ ରାତିରେ ଏଇ ରାସ୍ତାରେ କିଏ ଯାଇଛି କି ନାହିଁ ଜାଣିବା ପାଇଁ ଆମକୁ ଗୋଟେ ଅପ୍ରତ୍ୟାଶିତ ସୁବିଧା ମିଳିଯାଇଛି। ଏଇ ଜାଗାରେ ଯେଉଁଠି ମୁଁ ମୋ ପାଇପ୍ ରଖିଛି, ଜଣେ କନଷ୍ଟେବଳ ରାତି 12ଟାରୁ ସକାଳ 6ଟା ଯାଏଁ ଡ୍ୟୁଟିରେ ଥିଲା। ତୁମେ ଦେଖୁଛ ତ, ପୂର୍ବ ପାଖରେ ପ୍ରଥମ ଶାଖା ରାସ୍ତା ଏଇଠୁ ବାହାରିଛି। କନଷ୍ଟେବଳ ଜଣକ କହୁଛି ସେ ତା ଜାଗାରୁ ମୁହୂର୍ତ୍ତକ ପାଇଁ ବି କୁଆଡ଼େ ଯାଇନାହିଁ, ଆଉ ସେ ନିଶ୍ଚିତ ଯେ କେହି ପିଲା ବା ଲୋକ ତା ଅଜାଣତରେ ସେ ବାଟେ କେବେ ଯାଇପାରି ନଥିବ। ମୁଁ ସେ କନଷ୍ଟେବଳ ସାଥିରେ କଥାବାର୍ତ୍ତା କରିଛି, ତା କଥାରେ ପୁରା ବିଶ୍ୱାସ କରାଯାଇପାରେ। ତେଣୁ ଏ ପୂର୍ବ ପାଖର ପ୍ରଶ୍ନ ଆଉ ନାହିଁ। ଏଥର ଆମେ ପଶ୍ଚିମ ଦିଗ କଥା ଦେଖିବା। ଏଇଠି ରେଡ୍ ବୁଲ୍ ବୋଲି ଗୋଟେ ହୋଟେଲ ଅଛି। ତାର ମାଲିକାଣୀ ବେମାର ପଡ଼ିଥିଲେ। ତାମାନେ ପଶ୍ଚିମ ପାଖରେ ଗୋଟେ ହୋଟେଲ ଥିଲା, ତା ମାଲିକାଣୀ ବେମାର ପଡ଼ିଥିଲେ ବା ଦେହ ଖରାପ ଥିଲା। ସେ ମାକଲଟନ୍ରୁ ଜଣେ ଡାକ୍ତରଙ୍କୁ ଡକାଇଥିଲେ, କିନ୍ତୁ ଡାକ୍ତର ଅନ୍ୟ କେସ୍ରେ ଚାଲି ଯାଇଥିବାରୁ ସକାଳ ସୁଦ୍ଧା ଆସିପାରି ନଥିଲେ। ହୋଟେଲରେ ଥିବା ଲୋକେ ତାଙ୍କୁ ଅପେକ୍ଷା କରି ରାତି ସାରା ଜଗି ରହିଛନ୍ତି। ତାଙ୍କ ଭିତରୁ କେହି ନା କେହି ବରାବର ରାସ୍ତା ଉପରେ ଦୃଷ୍ଟି ରଖିଛି। ସେମାନେ କହୁଛନ୍ତି ଯେ ସେ ରାସ୍ତାରେ କେହି ଯାଇନାହାନ୍ତି। ତାଙ୍କ ସାକ୍ଷ୍ୟ ଯଦି ଠିକ୍ ହୁଏ, ତେବେ ପଶ୍ଚିମ ପାଖ ମଧ୍ୟ ଆମ ଭାଗ୍ୟକୁ ବନ୍ଦ, ଆଉ ଆମେ ନିଶ୍ଚିତ ଭାବେ କହିପାରିବା ଯେ ପଳାତକମାନେ ରାସ୍ତା ଉପରେ ମୋଟେ ଯାଇନାହାନ୍ତି। ତାମାନେ ସେ ଯେଉଁ ଛୋଟ ପିଲା ସାଲ୍ଟାର ଆଉ ତାଙ୍କର ଜର୍ମାନ ଶିକ୍ଷକ ସେ ରାସ୍ତାରେ ମଧ୍ୟ ପଶ୍ଚିମ ପଟକୁ ଯାଇନାହାନ୍ତି। ତାମାନେ କଥା ହେଲା, ପୂର୍ବରୁ ପଶ୍ଚିମକୁ ଲମ୍ବିଛି ରାସ୍ତାଟା, ପୂର୍ବ ପଟକୁ କେହି ଯାଇନାହାନ୍ତି କାରଣ ସେଠି କନଷ୍ଟେବଳ ଜଗିଥିଲା, ଆଉ ପଶ୍ଚିମ ପଟକୁ ମଧ୍ୟ କେହି ଯାଇନାହାନ୍ତି କାରଣ ସେପଟେ ସେଇ ହୋଟେଲର କର୍ମଚାରୀମାନେ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ। ତେଣୁ କରିକି ସେ ରାସ୍ତାରେ କେହି ଯାଇନାହାନ୍ତି ବୋଲି ଆମେ ଧରିପାରିବା, ସେର୍ଲକ ହୋମ୍ସ କହୁଛନ୍ତି। ତାପରେ କ'ଣ ହେଲା ଦେଖିବା ରହସ୍ୟ। ମୁଁ ଆପତ୍ତି କଲି, କିନ୍ତୁ ସାଇକେଲଟା, ତାମାନେ ଯେଉଁ ସାଇକେଲଟା ସେମାନେ ନେଇଥିଲେ, ଜର୍ମାନ ଶିକ୍ଷକଙ୍କ ସାଇକେଲଟା, ଏଟା ୱାଟସନ୍ କହୁଛନ୍ତି। କ'ଣ ହେଲା ଦେଖିବା। ତାହା ଅବଶ୍ୟ ସତ। ଆମେ ପରେ ସାଇକେଲ କଥା ବିଚାର କରିବା। ବର୍ତ୍ତମାନ ଆମ ଯୁକ୍ତିକୁ ଆସ। ଏମାନେ ଯଦି ସଡ଼କରେ ଯାଇନାହାନ୍ତି, ତେବେ ସ୍କୁଲ ଘରର ଦକ୍ଷିଣକୁ ବା ଉତ୍ତରକୁ ନିଶ୍ଚୟ ଯାଇଥିବେ। ଆମେ ସେ ଦୁଇ ଦିଗର ସମ୍ଭାବନା ତୁଳନା କରି ଦେଖିବା। ସ୍କୁଲ ଘରର ଦକ୍ଷିଣ ପାଖରେ ଅନେକ ଦୂର ଯାଏଁ ଚାଷ ଜମି, ଛୋଟ ଛୋଟ କିଆରୀରେ ବିଭକ୍ତ। ତା ମଝିରେ ପଥର କାନ୍ଥ ସବୁ ରହିଛି। ସେଠି ସାଇକେଲ ଯିବା ଅସମ୍ଭବ। ତେଣୁ ସେ ପାଖକୁ ଆମେ ବାଦ ଦେଇପାରିବା। ଏଥର ଉତ୍ତର ଦିଗଟା ଦେଖିବା। ଏଇଠି କେତେ ଗୁଡ଼ାଏ ଗଛର ଏକ ତୋଟା। ତା ନାଁ ରାଗଡ୍ସ। ତା ଆଗକୁ ସନ୍ତସନ୍ତିଆ ଜଙ୍ଗଲିଆ ଜାଗା। ତା ନାଁ ଲୋୟର ଗିଲମୁର। ପ୍ରାୟ 10 ମାଇଲ ଯାଏଁ ଏଇ ଜଙ୍ଗଲ ଲାଗି ରହିଛି, ଆଉ ଆସ୍ତେ ଆସ୍ତେ ଉତ୍ତରରେ ପାହାଡ଼ ଆଡ଼କୁ ଉଠିଯାଇଛି। ଏଇଠି ଏଇ ଜଙ୍ଗଲର ଗୋଟେ କଡ଼ରେ ହୋଲ୍ଡରନେସ୍ ହଲ୍। ତାମାନେ ସେର୍ଲକ ହୋମ୍ସ ସେ ମ୍ୟାପ୍ ବା ମାନଚିତ୍ର ଦେଖେଇକି କହୁଛନ୍ତି କି ଏଇଠି ହୋଲ୍ଡରନେସ୍ ହଲ୍। ସ୍କୁଲଠାରୁ ସଡ଼କ ରାସ୍ତାରେ 10 ମାଇଲ, କିନ୍ତୁ ଜଙ୍ଗଲ ବାଟରେ 6 ମାଇଲ। କାରଣ ସଡ଼କ ବାଟରେ ଗଲେ ବଙ୍କା ଟଙ୍କା ରାସ୍ତା ଥିବ, ବା ତେଣୁ କରିକି ଜଙ୍ଗଲ ରାସ୍ତାରେ ଗଲେ ସିଧା ରାସ୍ତା, ବା ସିଧା ରାସ୍ତାରେ 6 ମାଇଲ ହେଇପାରିବ, କମ୍ ବାଟ। ତାପରେ କ'ଣ ଦେଖିବା। ଜାଗାଟା ଅତି ନିକାଞ୍ଚନ ଜାଗା। ୟା ଭିତରେ ଖୁବ୍ କମ୍ କେତେଜଣ ଜଙ୍ଗଲୀ କୃଷକଙ୍କର ଛୋଟ ଛୋଟ କ୍ଷେତ। ସେଠି ସେମାନେ ମେଣ୍ଢା ଆଉ ଗୋରୁ ରଖନ୍ତି। ତା ଛଡ଼ା ଏ ଜଙ୍ଗଲରେ ଚେଷ୍ଟରଫିଲ୍ଡ ରାସ୍ତା ଯାଏଁ କେବଳ ଟିଟିଭି ଆଉ ବଣ କୁକୁଡ଼ା ପକ୍ଷୀ ରହନ୍ତି। ସେଠି ଗୋଟେ ଗିର୍ଜା ବା ଚର୍ଚ୍ଚ,
କେତେ ଛୋଟ ଛୋଟ ଘର ଆଉ ଗୋଟେ ହୋଟେଲ ଅଛି। ତା ଆଗକୁ ତୀଖ ପାହାଡ଼। ଏଇ ଉତ୍ତର ଦିଗରେ ହିଁ ଆମର ଅନୁସନ୍ଧାନ କାମ ହେବ। ତାମାନେ ପୂର୍ବ ପଶ୍ଚିମ ଆଉ ଦକ୍ଷିଣ ଦିଗକୁ ବାଦ ଦେଇକି ଉତ୍ତର ଦିଗରୁ କାମ ଆରମ୍ଭ କରିବା ପାଇଁ ସେର୍ଲକ୍ ହୋମ୍ସ ୱାଟସନ୍କୁ କହୁଛନ୍ତି, କାରଣ ଏତେ ଗୁଡ଼ାଏ କାରଣ ଅଛି ସେ ଦିଗରେ। ତାପରେ କ'ଣ ହେଲା ଚାଲନ୍ତୁ ଦେଖିବା। ମୁଁ ପୁଣି ଜୋରରେ କହିଲି, କିନ୍ତୁ ସାଇକେଲ କଥା? ହୋମ୍ସ ଅଧୈର୍ଯ୍ୟ ହୋଇ ଉଠି କହିଲେ, ଆହା, ଜଣେ ଭଲ ସାଇକ୍ଲିଷ୍ଟ ପାଇଁ ଭଲ ରାସ୍ତା ଦରକାର ନାହିଁ। ଜଙ୍ଗଲଟା ଭିତରେ ଗୁଡ଼ାଏ ଚଲାବାଟ ଅଛି, ଆଉ ସେଦିନ ରାତିରେ ପରିଷ୍କାର ଜହ୍ନ ପଡ଼ିଥିଲା। କିନ୍ତୁ ଏ କ'ଣ? କବାଟରେ ଖୁବ୍ ଜୋରରେ ଠକ୍ ଠକ୍ ଶବ୍ଦ ହେଲା। ଟିକିଏ ପରେ ଡକ୍ଟର ହକ୍ସଟେବଲ ଘର ଭିତରେ ପହଞ୍ଚିଲେ। ମାନେ ସେ ସ୍କୁଲର ଯିଏ ମୁଖ୍ୟ ବା ପ୍ରିନ୍ସିପାଲ, ଯିଏ ସେର୍ଲକ୍ ହୋମ୍ସକୁ ଡାକିବାକୁ ଯାଇଥିଲେ, ସେ ଆସିକି ପହଞ୍ଚିଲେ। ତାଙ୍କ ହାତରେ ଗୋଟେ ନୀଳ ରଙ୍ଗର କ୍ରିକେଟ କ୍ୟାପ୍, ଉପରେ ଗୋଟେ ଧଳା ପଟି। ବଡ଼ ଆଗ୍ରହରେ ସେ କହି ଉଠିଲେ, ଶେଷରେ ଆମକୁ ଗୋଟେ ସୂତ୍ର ମିଳିଗଲା। ଧନ୍ୟ ଭଗବାନ, ଶେଷରେ ଆମେ ପିଲାର ଖୋଜ ଖବର ପାଇପାରିବା। ଏଇଟା ତାଙ୍କରି କ୍ୟାପ୍ ବା ଟୋପି। ଏଟା ମିଳିଲା କେଉଁଠୁ? ଗୁଡ଼ାଏ ଯାଯାବର ଏଇ ଜଙ୍ଗଲରେ ଆସି ଡେରା ପକାଇ ରହିଥିଲେ। ତାଙ୍କରି ଗାଡ଼ିରୁ ମିଳିଛି। ଗଲା ମଙ୍ଗଳବାର ଦିନ ସେମାନେ ଏଠୁ ଚାଲି ଯାଇଛନ୍ତି। ପୋଲିସ ତାଙ୍କର ସନ୍ଧାନ ନେଇ ତାଙ୍କ ଗାଡ଼ି ସବୁ ଖାନତଲାସ କଲେ, ଆଉ ଏଇଟା ମିଳିଲା। ସେମାନେ ଏଇଟା କେଉଁଠୁ ପାଇଲେ ବୋଲି କହୁଛନ୍ତି? ସେମାନେ ଗୋଳମାଳିଆ କରି ମିଛ କହୁଛନ୍ତି ମଙ୍ଗଳବାର ଦିନ ସକାଳେ ଜଙ୍ଗଲରୁ ଏଟା ପାଇଲେ। ବାଳକ କେଉଁଠି ସେମାନେ ଜାଣନ୍ତି। ବଦମାସ ଦଳ। ସେମାନଙ୍କୁ ଆରେଷ୍ଟ କରାଯାଇ ହାଜତରେ ରଖାଯାଇଛି। ଆଇନ ଭୟରେ ହେଉ ବା ଡ୍ୟୁକଙ୍କ ଠାରୁ ପଇସା ପାଇବା ଭୟରେ ହେଉ, ପଇସା ପାଇବା ଲୋଭରେ ହେଉ, ସେମାନେ ନିଶ୍ଚୟ ଯାହା ଜାଣନ୍ତି ସତ ସତ କହିଦେବେ। ତାମାନେ ଏକଥା କହୁଛନ୍ତି ସେଇ ପ୍ରିନ୍ସିପାଲ ହକ୍ସଟେବୁଲ, କି ଯେଉଁମାନଙ୍କୁ ଧରାଯାଇଛି ସେମାନେ ଆଇନର ଭୟରେ ହେଉ ବା ଡ୍ୟୁକ୍ ବା ସେଇ ସାଲ୍ଟାରଙ୍କ ପିତା, ଯିଏକି ଡ୍ୟୁକ୍ ବା ସମ୍ଭ୍ରାନ୍ତ ବ୍ୟକ୍ତି, ତାଙ୍କ ଲୋଭରେ, କାରଣ ସେ ପଇସା ରଖିଛନ୍ତି ଯିଏ କହିବ ଦେବେ ବୋଲି, ସେ ଲୋଭରେ ଇଏ କହିଦେବେ ସତ କଥା। ତାପରେ କ'ଣ ହେଲା? ଡକ୍ଟର ଚାଲିଯିବା ପରେ ହୋମ୍ସ କହିଲେ, ବେଶ ଭଲ। ଏଥିରୁ ଆମେ ଅନ୍ତତଃ ଜାଣିଲେ ଯେ ଏଇ ଲୋୟର ଗିଲମୁର ଦିଗରେ ହିଁ ଆମେ କିଛି ଫଳ ପାଇପାରିବା। କେବଳ ଯାଯାବର ଗୁଡ଼ାଙ୍କୁ ଆରେଷ୍ଟ କରିବା ଛଡ଼ା ପୋଲିସ ଆଉ କିଛି କରିନାହିଁ। ଏଇ ଦେଖ ୱାଟସନ୍, ଜଙ୍ଗଲ ଭିତରେ ଗୋଟେ ଛୋଟ ପାଣି ନାଳ। ମାନଚିତ୍ରରେ ସେଇଟା ଚିହ୍ନିତ ହୋଇଛି। କେତେକ ଜାଗାରେ ସେଟା ଛୋଟ ହ୍ରଦ ପରି ବେଶ ଚଉଡ଼ା। ହୋଲ୍ଡରନେସ୍ ହଲ୍ ଆଉ ସ୍କୁଲ ମଝିରେ ନାଳଟା ପ୍ରାୟ ଏଇପରି ଚଉଡ଼ା। ଏ ଶୁଖିଲା ଜାଗାରେ ଅନ୍ୟ କେଉଁଠି କିଛି ଚିହ୍ନ ଖୋଜିବା ବୃଥା। କିନ୍ତୁ ଏଇ ନାଳ ପାଖରେ ନିଶ୍ଚୟ କିଛି ଚିହ୍ନ ଥିବାର ଆଶା। ନାଳ ମାନେ ସେ ପାଣି ଯାଇଛି, ପାଣି ପାଖରେ ଯାହାହେଲେ ପାଦ ଚିହ୍ନ ହେଉ ବା ସାଇକେଲର ଚିହ୍ନ ମିଳିବାର ଆଶା। ତାପରେ କାଲି ବଡ଼ି ସକାଳେ ମୁଁ ତୁମକୁ ଡାକିବି, ଆଉ ଆମେ ଏ ରହସ୍ୟ ଉପରେ କିଛି ଆଲୋକପାତ କରିବା ପାଇଁ ଚେଷ୍ଟା କରିବା। ତା ପରଦିନ ମୁଁ ଉଠିଲା ବେଳକୁ ପ୍ରାୟ ସକାଳ ହୋଇଯାଇଥିଲା। ଦେଖିଲି ହୋମ୍ସ ମୋ ଖଟ ପାଖରେ ଠିଆ। ସେ ପୂରା ପୋଷାକ ପିନ୍ଧିଥିଲେ। ଜାଣିଲି ସେ ବାହାରୁ ବୁଲି ଆସିଲେଣି। ସେ କହିଲେ, ମୁଁ ପଡ଼ିଆଟା ଆଉ ସାଇକେଲ ରଖା ଘରଟା ଦେଖି ଆସି ସାରିଲିଣି। ରାଗର୍ସ ତୋଟା ଭିତରେ ବି ଘେରାଏ ବୁଲି ଆସିଛି। ଆର ଘରେ ତୁମ ପାଇଁ କୋକୋଆ ପ୍ରସ୍ତୁତ ହୋଇଛି। ଶୀଘ୍ର ଶୀଘ୍ର କାମ ସାର, ଆଗରେ ଆମର ଅନେକ କାମ। ତାମାନେ କୋକୋଆ ମାନେ ସେ ଯେଉଁ ପାନୀୟ ଖାଦ୍ୟ ଥୁଆ ହେଇଛି ଆର ଘରେ ବା ତୁମେ ସାର
କାମ, ଆମେ ଯିବା ଆମ କାମ ଆରମ୍ଭ କରିବା। ତାଙ୍କ ଆଖି ଆଉ ମୁହଁ ଖୁବ୍ ଉଜ୍ଜଳ ଆଉ ସତେଜ ଦିଶୁଥାଏ। ବେକର ଷ୍ଟ୍ରିଟ୍ର ଚିନ୍ତାଶୀଳ ହୋମ୍ସ ଆଉ ଏ ହୋମ୍ସଙ୍କ ଭିତରେ ଢେର ପାର୍ଥକ୍ୟ। ତାଙ୍କ ଢଙ୍ଗରୁ ଜାଣିଲି ଦିନସାରା ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବେକର ଷ୍ଟ୍ରିଟ୍ ମାନେ ସେର୍ଲକ ହୋମ୍ସଙ୍କର ଘର ଯେଉଁଠି ବା ରହୁଛନ୍ତି ସେର୍ଲକ ହୋମ୍ସ ଆଉ ୱାଟସନ୍, ସେଇଟା ବେକର ଷ୍ଟ୍ରିଟ୍। ତାପରେ ତଥାପି କାମ ଆରମ୍ଭରୁ ଆମକୁ ହତାଶ ହେବାକୁ ପଡ଼ିଲା। ଖୁବ୍ ବଡ଼ ଆଶା ନେଇ ଆମେ ସେଇ ଧୂସର ଜଙ୍ଗଲରେ ବୁଲିଲୁ। ତା ଭିତରେ ହଜାର ମେଣ୍ଢାଙ୍କର ଚଲାବାଟ। ଶେଷରେ ଆମେ ସାମାନ୍ୟ ଶାଗୁଆ ଜାଗାରେ ପହଞ୍ଚିଲୁ। ହୋଲ୍ଡରନେସ୍ ହଲ୍ ଆଉ ଆମ ମଝିରେ ସନ୍ତସନ୍ତିଆ ପାଣି ଜମିଥିବା ଅଞ୍ଚଳ ଏଇଠୁ ଆରମ୍ଭ। ବାଳକ ଯଦି ଘରକୁ ଯାଇଥାନ୍ତେ ତେବେ ନିଶ୍ଚୟ ଏଇ ବାଟେ ଯାଇଥାନ୍ତେ, ଆଉ ଯିବାର ସଙ୍କେତ ନିଶ୍ଚୟ ରହିଥାନ୍ତା। କିନ୍ତୁ ତାଙ୍କର ବା ଜର୍ମାନ ଶିକ୍ଷକଙ୍କର କୌଣସି ସଙ୍କେତ ମିଳିଲା ନାହିଁ। ମଳିନ ମୁହଁରେ ମୋ ବନ୍ଧୁ ପାଣି କଡ଼େ କଡ଼େ ଚାଲିଥାନ୍ତି। ତାମାନେ ସେର୍ଲକ ହୋମ୍ସ ପାଣି କଡ଼େ କଡ଼େ ଖୋଜୁଥାନ୍ତି। ଶିଉଳି ଉପରେ ଟିକିଏ କାଦୁଅ ଚିହ୍ନ ଦେଖିଲେ ତାକୁ ଖୁବ୍ ଲକ୍ଷ୍ୟ କରୁଥାନ୍ତି। ସେଠି କେବଳ ଗୁଡ଼ାଏ ମେଣ୍ଢା ପାଦଚିହ୍ନ ଆଉ ପ୍ରାୟ ମାଇଲିଏ ଦୂରରେ ଗୋରୁଙ୍କ ଖୁର ଚିହ୍ନ ଥିଲା। ତା ଛଡ଼ା ଆଉ କିଛି ନାହିଁ। ବିରସ ମନରେ ଜଙ୍ଗଲ ଆଡ଼କୁ ଚାହିଁ ହୋମ୍ସ କହିଲେ, ଏ ହେଲା ପ୍ରଥମ ବାଧା। ଆଗରେ ଆଉ ଗୋଟେ ଖାଲୁଆ ଜାଗା ଅଛି। ଏଇ ଦେଖ, ଏଇଟା କ'ଣ? ଆମେ ଗୋଟେ ସରୁ ଚଲାବାଟରେ ପହଞ୍ଚିଲୁ। ତା ମଝିରେ ଓଦାଳିଆ ମାଟି ଉପରେ ପରିଷ୍କାର ଭାବେ ଦେଖାଯାଉଥିଲା ଗୋଟେ ସାଇକେଲ ଗୁଳା। ଖୁସିରେ ମୁଁ ପାଟି କରି ଉଠିଲି, ପାଇଛେ। ହୋମ୍ସ କିନ୍ତୁ ଏପଟ ସେପଟ ମୁଣ୍ଡ ହଲାଉଥାନ୍ତି। ତାଙ୍କ ମୁହଁରେ ଆନନ୍ଦର ଲକ୍ଷଣ ପରିବର୍ତ୍ତେ ଚିନ୍ତାର ଚିହ୍ନ। ସେ କହିଲେ, ଗୋଟେ ସାଇକେଲ ନିଶ୍ଚୟ, କିନ୍ତୁ ଆମର ଉଦ୍ଦିଷ୍ଟ ସାଇକେଲ ନୁହେଁ। ତାମାନେ ସେ ଗୁଳାକୁ ଦେଖି କହିଲେ, ହଁ ଗୋଟେ ସାଇକେଲର ଚିହ୍ନ, କିନ୍ତୁ ଆମେ ଯେଉଁଟା ଖୋଜିଛେ ସେଇଟା ନୁହେଁ। କ'ଣ ଦେଖିବା? ମୁଁ 42 ପ୍ରକାର ବିଭିନ୍ନ ଟାୟାରର ଗୁଳା ସହ ପରିଚିତ। ତାମାନେ 42 ବା 4ରେ 2 42 ପ୍ରକାର ଚିହ୍ନ ସହିତ ସେର୍ଲକ ହୋମ୍ସ ପରିଚିତ। ମାନେ ଦେଖନ୍ତୁ କେତେ ବୁଦ୍ଧି ତାଙ୍କର। 42 ପ୍ରକାର ଟାୟାର ଚିହ୍ନ ସହିତ ସେ ପରିଚିତ ବା ଜାଣନ୍ତି। ତୁମେ ଦେଖିପାରୁଥିବ ଏ ଗୁଳା ଡନଲଫ ଟାୟାରର ଗୁଳା। ଡନଲଫ ଗୋଟେ କମ୍ପାନୀର ନା ଟାୟାର କମ୍ପାନୀ, ତାର ଗୁଳା ହେଉଛି ଏ ଗୁଳା। ହିଡଜରଙ୍କ ସାଇକେଲ ଟାୟାର ପାମର, ଆଉ ତା ଗୁଳାରେ ଲମ୍ବ ଦିଗରେ ଗାର। ତାମାନେ ହିଡଜର ବା ଯେଉଁ ଜର୍ମାନ ଶିକ୍ଷକଙ୍କ ଟାୟାର ହେଉଛି ପାମର ଟାୟାର, ତାର କମ୍ପାନୀ ହେଉଛି ପାମର। ତା ଗୁଳାରେ ଲମ୍ବା ଗାର ଥିବା ଦରକାର ବା ଗାର ଥିବ, ତାଙ୍କ ଟାୟାରରେ ଗାର ରହିଛି। ଅଙ୍କ ଶିକ୍ଷକ ଆଭେଲିଙ୍କ ସେ କଥା ନିଶ୍ଚିତ ଭାବେ କହୁଥିଲେ। ଅଙ୍କ ଶିକ୍ଷକ ବା ଗଣିତ ଯିଏ ପଢ଼ାନ୍ତି ସେ ଶିକ୍ଷକ ଆଭେଲିଙ୍ଗ ସେଇ କଥା କହୁଥିଲେ କି ତାଙ୍କ ଟାୟାର ପାମର ଟାୟାର। ତେଣୁ ଏଇଟା ହିଡଜରଙ୍କ ସାଇକେଲ ଗୁଳା ନୁହେଁ। ତାମାନେ ଜର୍ମାନ ଶିକ୍ଷକଙ୍କ ସାଇକେଲ ଗୁଳା ନୁହେଁ, ଯିଏକି ଛୋଟ ପିଲାଟି ସାଲ୍ଟାର ଆଉ ହିଡଜର ବା ଜର୍ମାନ ଶିକ୍ଷକ ଗାୟବ ହେଇଛନ୍ତି ବା କୁଆଡ଼େ ପଳେଇଛନ୍ତି, ଏଟା ତାଙ୍କ ସାଇକେଲ ନୁହେଁ। ତାପରେ ତାହା ହେଲେ ବାଳକର ହେଇଥିବ, ବାଳକର ସାଇକେଲ ରହିଥିବ। ତାହା ସମ୍ଭବ ଯଦି ଆମେ ପ୍ରମାଣ କରିପାରିବା ତାଙ୍କ ପାଖରେ ସାଇକେଲ ଥିଲା, କିନ୍ତୁ ଆମେ ତାହା ପ୍ରମାଣ କରିବାର ଅସମର୍ଥ ହୋଇଛେ। ତୁମେ ଦେଖିପାରୁଥିବ ଏ ଗୁଳାଟା ସ୍କୁଲ ଆଡ଼ୁ ଆସୁଥିବା ଜଣେ ଆରୋହୀର। ନା, ସ୍କୁଲ ଆଡ଼କୁ ଯାଉଥିବା। ନା ୱାଟସନ୍, ସାଇକେଲ ପଛ ଚକ ଉପରେ ଦେହର ଭରା ରହେ, ତେଣୁ ଆଗ ଚକ ଅପେକ୍ଷା ପଛ ଚକର ଗୁଳାଟା ବେଶ୍ ଗଭୀର। ତୁମେ ଦେଖୁଛ ତ କେତେ ଜାଗାରେ ଆଗ ଚକ ଚିହ୍ନ ଉପରେ ପଛ ଚକ ମାଡ଼ି ଯାଇଛି। ଏହା ନିଶ୍ଚିତ ଭାବେ ସ୍କୁଲ ଆଡ଼ୁ ଆସୁଛି। ଆମ ଅନୁସନ୍ଧାନ ସାଥିରେ ଏହାର ସମ୍ପର୍କ ଥାଇପାରେ ବା ନଥାଇପାରେ, କିନ୍ତୁ ଆମେ ଏଇ ଗୁଳାଟାକୁ ଓରେଇ ପଛକୁ ଯିବା।
ବା ସେ ଗୁଳାଟାକୁ ପିଛା କରି ବା ତା ପଛେ ପଛେ ଯାଇକି ଦେଖିବା କ'ଣ ହେଉଛି। ସେଇଆ କଲୁ। କେତେ ଶହ ଗଜ ଆସିବା ପରେ ସନ୍ତସନ୍ତିଆ ଜାଗା ସରିଗଲା। ସାଇକେଲ ଗୁଳା ଆଉ ଦେଖାଗଲା ନାହିଁ। ରାସ୍ତାରେ ପଛକୁ ଆସୁ ଆସୁ ଆମେ ଆଉ ଗୋଟେ ଜାଗାରେ ପହଞ୍ଚିଲୁ। ସେଠି ଗୋଟେ ଛୋଟ ଝରଣା ବହିଯାଇଛି। ସେଇଠି ପୁଣି ସାଇକେଲ ଗୁଳା ପାଇଲୁ। ଗୋରୁମାନଙ୍କ ମଡ଼ାରେ ଗୁଳାଟା ଅନେକାଂଶରେ ଲିଭି ଯାଇଛି, ବା ଗୋରୁଙ୍କର ଯେଉଁ ପାଦ ଚିହ୍ନ ପଡ଼ିଥିଲା ସେଥିରେ ଗୁଳା ଲିଭି ଯାଇଛି କିଛି ପରିମାଣରେ। ତାପରେ ଆଉ କିଛି ଚିହ୍ନ ନଥିଲା, କିନ୍ତୁ ରାସ୍ତାଟା ସିଧା ରାଗଟ୍ସ ଭିତରକୁ ପଡ଼ିଥିଲା। ସାଇକେଲଟା ନିଶ୍ଚୟ ଏଇ ଜଙ୍ଗଲ ଭିତରୁ ବାହାରିଥିବ। ହୋମ୍ସ ହାତ ପାପୁଲିରେ ମୁହଁ ରଖି ଗୋଟେ ପଥର ଉପରେ ନିଶ୍ଚଳ ହୋଇ ବସିଗଲେ। ସେ ପୁଣି ହଲଚଲ ହେଲା ବେଳକୁ ମୁଁ 2 ଖଣ୍ଡ ସିଗାରେଟ ଟାଣି ସାରିଲିଣି। ଶେଷରେ ସେ କହିଲେ, ଜଣେ ଚାଲାକ ଲୋକ ସାଇକେଲ ଟାୟାର ବଦଳାଇ ଦେଇଥିବା ମଧ୍ୟ ସମ୍ଭବ। ଯେଉଁ ଲୋକ ଏ ଚିନ୍ତା କରିପାରେ ତା ମୁକାବିଲା କରିବାରେ ବାହାଦୁରୀ ଅଛି। ତାମାନେ ସାଇକେଲ ଟାୟାର ବଦଳେଇକି ଯଦି ବଦଳାଇ ଦେଇଥିବ ମାନେ କେତେ ଚାଲାକ ଲୋକ ହେଇଥିବ, ତା ସାଙ୍ଗରେ ଆମେ ମୁକାବିଲା କରିବା ବା ତାକୁ ଖୋଜିବାରେ ଅଛି ଗୋଟେ ବାହାଦୁରୀ। ଆମେ ଏ ବିଷୟରେ କିଛି ସିଦ୍ଧାନ୍ତ ନକରି ପୁଣି ସେଇ ଖାଲୁଆ ଜାଗାକୁ ଫେରିବା, କାରଣ ସେଇଠି ଆହୁରି ଅନେକ କିଛି ଜାଣିବାର ଅଛି। ଆମେ ଜଙ୍ଗଲର ସେଇ ଖାଲୁଆ ଜାଗା ଧାରେ ଧାରେ ଆମର ପରୀକ୍ଷା ଆରମ୍ଭ କଲୁ। ଖୁବ୍ ଶୀଘ୍ର ଆମ ପରିଶ୍ରମର ଫଳ ମିଳିଗଲା। ପାଟର ଖାଲୁଆ ଅଂଶରେ ଗୋଟେ କାଦୁଆ ରାସ୍ତା ଥିଲା। ସେଇଠି ପହଞ୍ଚିଲା ମାତ୍ରେ ହୋମ୍ସ ଆନନ୍ଦରେ ଚିତ୍କାର କରି ଉଠିଲେ। ଟେଲିଗ୍ରାଫ ତାର ବିଡ଼ାଟାଏ ଘୋଷାଡ଼ି ନେଲେ ଯେମିତିକା ଦାଗ ହେବ, ରାସ୍ତା ମଝିରେ ସେଇପରି ଦାଗ। ସେଇଟା ପାମର ଟାୟାରର ଦାଗ। ତାମାନେ ସେ ପାମର ଟାୟାରର ଦାଗକୁ ପାଇଲେ। ଆନନ୍ଦରେ ହୋମ୍ସ କହିଲେ, ଏଇଠି ମିଷ୍ଟର ହିଡଜର ବା ଜର୍ମାନ ଶିକ୍ଷକ। ମୋ ଯୁକ୍ତି କେତେ ଠିକ୍ ଦେଖ ୱାଟସନ୍। ସେଥିପାଇଁ ମୁଁ ତୁମକୁ ଅଭିନନ୍ଦନ ଜଣାଉଛି। ୱାଟସନ୍ କହୁଛନ୍ତି ସେର୍ଲକ ହୋମ୍ସକୁ ଅଭିନନ୍ଦନ ଜଣାଉଛି। କିନ୍ତୁ ଏବେ ବି ଆମକୁ ଆହୁରି ଅନେକ ଦୂର ଯିବାକୁ ହେବ। ରାସ୍ତାରୁ ଟିକିଏ ଅଲଗା ହୋଇ ଏଇ ଚାଲ। ଏଥର ଚାଲ ଗୁଳାଟା ଓରେଇ ଓରେଇ ଯିବା। ମୁଁ ଭାବୁଛି ଏଇଟା ବେଶୀ ଦୂର ଯାଇନଥିବ। ଆମେ ଆଗେଇ ଚାଲିଲୁ। ଦେଖିଲୁ ଜଙ୍ଗଲର ଏ ଅଂଶଟାରେ ମଝିରେ ମଝିରେ ଖଣ୍ଡେ ଖଣ୍ଡେ କଅଁଳିଆ ଘାସ ପଡ଼ିଆ। ବେଳେବେଳେ ସାଇକେଲ ଗୁଳା ଦେଖାଯାଉନଥାଏ, କିନ୍ତୁ ଆମେ ପୁଣି ସେଇଟା ପାଇଯାଉଥାଉ। ହୋମ୍ସ କହିଲେ, ଲକ୍ଷ୍ୟ କରିପାରୁଛ ୱାଟସନ୍, ଏଠୁ ଆରୋହୀ ସାଇକେଲର ଗତି ବଢ଼ାଇଛି। ଏଇ ଗୁଳାକୁ ଦେଖ। 2ଟା ଯାକା ଟାୟାରର ଚିହ୍ନ ବେଶ ପରିଷ୍କାର ଦେଖାଯାଉଛି। 2ଟା ଯାକ ଚିହ୍ନ ପ୍ରାୟ ସମାନ। ତା ଅର୍ଥ ରେସ୍ କଲାବେଳେ ଆରୋହୀ ଯେମିତି ହ୍ୟାଣ୍ଡେଲ ଉପରେ ସବୁ ଭାର ଦେଇଥାଏ, ସେ ସେଇଆ କରିଛି। କିନ୍ତୁ ଏଇଠି ସେ ପଡ଼ିଯାଇଛି। ଦେଖିଲି ରାସ୍ତାରେ ଖଣ୍ଡେ ଜାଗାରେ ଓସାରିଆ ହୋଇ କାଦୁଅ ଗୁଡ଼ା ଦବିଯାଇଛି। ତା ପାଖରେ କେତେଟା ପାଦ ଚିହ୍ନ। ତାପରେ ପୁଣି ଟାୟାର ଗୁଳା। ମୁଁ କହିଲି, ସାଇକେଲଟା ଏଇଠି କଡ଼କୁ ସ୍ଲିପ୍ କରିଛି। ହୋମ୍ସ ଦଳି ହୋଇ ଯାଇଥିବା ଫର୍ଜ ଫୁଲ ଡାଳଟାଏ ହାତରେ ଧରି ଉଠାଇଲେ। ଦେଖିଲି ହଳଦିଆ ଫୁଲଗୁଡ଼ା ସବୁ ନାଲି ହୋଇଯାଇଛି। ରାସ୍ତା ଉପରେ ଏବଂ ରାସ୍ତା କଡ଼ ଘାସ ଉପରେ ମଧ୍ୟ ବୁନ୍ଦା ବୁନ୍ଦା ରକ୍ତ ଦାଗ। ହୋମ୍ସ କହିଲେ, ବଡ଼ ଖରାପ ଲକ୍ଷଣ। ଦୂରେଇ କରି ଠିଆ ହୁଅ ୱାଟସନ୍। ସେଇଠି ଅକାରଣ ପାଦ ପକାଅ ନାହିଁ। ଏଥିରୁ କ'ଣ ଜଣାଯାଉଛି? ସେ ଖଣ୍ଡିଆ ଖାବରା ହୋଇପଡ଼ିଛନ୍ତି। ତାପରେ ଉଠି ଠିଆ ହୋଇ ପୁଣି ସାଇକେଲ ଚଢ଼ି ଯାଇଛନ୍ତି।
କିନ୍ତୁ ଆଉ କୌଣସି ଗୁଳା ନାହିଁ। ଏ କଡ଼ ବାଟଟାରେ ଗୋରୁ ଖୁରାର ଚିହ୍ନ, ତାମାନେ ଗୁଳା ଯାଇଛି ଆଉ ଗୋରୁ ଖୁରାର ଚିହ୍ନ ବି ଯାଇଛି। ଏଇଟାକୁ ମନେ ରଖିଥିବେ, କାରଣ ପରେ ବାହାରିବ ଘଟଣାରେ କେମିତି ଗୋରୁ ଖୁରା ୟୁଜ୍ ହେଇଛି, କ'ଣ ହେଇଛି ଘଟଣା ରହସ୍ୟକର ଜାଣିବେ। ଠିକ୍ ଅଛି, ଚାଲନ୍ତୁ ଦେଖିବା। କୌଣସି ଷଣ୍ଢ ତାଙ୍କୁ ସିଂହରେ ଭୁସି ଦେଇନାହିଁ ତ? ନା, ଅସମ୍ଭବ। କିନ୍ତୁ ଅନ୍ୟ କୌଣସି ଲୋକର ଚିହ୍ନ ଦେଖୁନାହିଁ ମୁଁ। ଆମେ ଆଗକୁ ମାଡ଼ି ଚାଲିବା ୱାଟସନ୍। ଏଇ ରକ୍ତ ଦାଗ ଆଉ ଗୁଳା ଥାଉ ଥାଉ ସେ ଆମ ହାବୁଡ଼ରୁ ଖସି ଯାଇପାରିବ ନାହିଁ। ଆମକୁ ବେଶୀ ସମୟ ଲାଗିଲା ନାହିଁ। ସେଇ ଓଦା ଆଉ ଚିକଣିଆ ମାଟି ଉପରେ ଟାୟାରର ଦାଗ ଅସମ୍ଭବ ଭାବରେ ଘୂରି ଯାଇଛି। ମୁଁ ଆଗକୁ ଚାହିଁଦେଲି। ହଠାତ୍ ଘଞ୍ଚ ଫର୍ଜ ବୁଦା ଭିତରୁ କୌଣସି ଧାତୁ ଚକଚକ୍ କରୁଥିବା ମୋ ଆଖିରେ ପଡ଼ିଲା। ତା ଭିତରୁ ଆମେ ଗୋଟେ ସାଇକେଲ ଟାଣି ବାହାର କଲୁ। ସାଇକେଲର ଟାୟାର ପାମର ଗୋଟେ ପ୍ୟାଡଲ ବଙ୍କି ଯାଇଛି। ଆଗ ପାଖଠାରେ ରକ୍ତ ବୋଳା। ବୁଦାର ଆର ପାଖରେ ପଟେ ଜୋତା ଦେଖାଗଲା। ଆମେ ବୁଦା କଡ଼ରେ ବୁଲିଗଲୁ ଆଉ ଦେଖିଲୁ ହତଭାଗା ଆରୋହୀ ବିଚରା ସେଇଠି ପଡ଼ିଛି। ସେ ଖୁବ୍ ଡେଙ୍ଗା ଲୋକ, ମୁହଁରେ ଦାଢ଼ି, ଆଖିରେ ଚଷମା। ସେଥିରୁ ଗୋଟି କାଚ ଭାଙ୍ଗି ଯାଇଛି। ମୁଣ୍ଡରେ ଶକ୍ତ ଆଘାତ ତାଙ୍କର ମୃତ୍ୟୁର କାରଣ। ତାମାନେ ସେ ଲୋକଙ୍କର ମୃତ୍ୟୁ ହୋଇଯାଇଛି ମୁଣ୍ଡରେ ଶକ୍ତ ଆଘାତ ଲାଗିକି। ଆଘାତ ଫଳରେ ଖପୁରୀଟା ପ୍ରାୟ ଗୁଣ୍ଡ ହୋଇଯାଇଛି। ଏହିପରି ଆଘାତ ପରେ ପୁଣି ସାଇକେଲ ଚଢ଼ି ଯିବା ଲୋକର ଅସୀମ ସାହସ ଆଉ ଶକ୍ତିର ପରିଚୟ। ତାମାନେ ଏଇ ଆଘାତ ଲାଗିବା ପରେ ବି ସେ ସାଇକେଲ ଚଢ଼ିକି ଏପର୍ଯ୍ୟନ୍ତ ଆସିଛନ୍ତି। ତାପରେ ତାଙ୍କ ପାଦରେ ଜୋତା ଥିଲା, କିନ୍ତୁ ମୋଜା ନଥିଲା। ଖୋଲା କୋଟ୍ ତଳେ ରାତି ପିନ୍ଧା କୁରୁତା। ସେ ଯେ ଜର୍ମାନ ଶିକ୍ଷକ, ଏଥିରେ ଆଉ ସନ୍ଦେହ ରହିଲା ନାହିଁ। ତାମାନେ ଇଏ ହେଉଛନ୍ତି ସେ ଜର୍ମାନ ଶିକ୍ଷକଙ୍କର ପତା ମିଳିଲା। ଇଏ ହେଉଛନ୍ତି ଜର୍ମାନ ଶିକ୍ଷକ ସ୍କୁଲର। କିନ୍ତୁ ସେ ପିଲା କାହିଁ ସାଲ୍ଟାୟାର? ଦେଖିବା। ହୋମ୍ସ ମୃତ ଦେହଟାକୁ ଆସ୍ତେ ଓଲଟାଇ ପରୀକ୍ଷା କଲେ। ତାପରେ ଟିକିଏ ସମୟ ଭାବନାରେ ବସିଗଲେ। ତାଙ୍କ ମୁହଁର ଭଙ୍ଗୀରୁ ଜାଣିଲି, ଏତେ ବଡ଼ ଗୋଟେ ଆବିଷ୍କାର ପରେ ବି ତାଙ୍କ ମତରେ ଆମ ଅନୁସନ୍ଧାନ ବିଶେଷ ଆଗେଇ ନାହିଁ। ଶେଷରେ ସେ କହିଲେ, କ'ଣ କରିବା ଠିକ୍ କରି ହେଉନାହିଁ ୱାଟସନ୍। ମୋ ମନ, ଆମେ ଆମ ଅନୁସନ୍ଧାନରେ ଆଗେଇବା। କାରଣ ଆମର ଗୁଡ଼ାଏ ସମୟ ନଷ୍ଟ ହେଲାଣି। ଆହୁରି ଘଣ୍ଟାଏ ଆମେ ନଷ୍ଟ କରିପାରିବା ନାହିଁ। ଅପରପକ୍ଷରେ ଆମର ଏ ଆବିଷ୍କାର କଥା ପୋଲିସକୁ ଜଣାଇବାକୁ ଆମେ ବାଧ୍ୟ। ମୁଁ ଖବରଟା ନେଇ ଫେରି ଯାଉଛି। କିନ୍ତୁ ତୁମର ଉପସ୍ଥିତି ଆଉ ସହଯୋଗ ମୋର ନିହାତି ଦରକାର। ତାମାନେ ୱାଟସନ୍ କହୁଛନ୍ତି, ମୁଁ ଖବରଟା ନେଇକି ଯାଉଛି, ପୋଲିସକୁ ଦେଇଦେବି। କିନ୍ତୁ ସେର୍ଲକ ହୋମ୍ସ କହୁଛନ୍ତି, ନାଇଁ, ତୁମେ ରହିବା ଦରକାର। ରୁହ, ସେଇଠି ଜଣେ ଲୋକ କାଠ କାଟୁଛି, ତାକୁ ଡାକ, ସେ ପୋଲିସକୁ ଏଠିକି ନେଇ ଆସିବ। ତାମାନେ ସେ ପାଖରେ ଜଣେ ଲୋକ କାଠ କାଟୁଥିଲା, ତାକୁ ଡାକିକି କହିବେ ପୋଲିସକୁ ଡାକି ଆଣିବା ପାଇଁ ବୋଲିକି ସେର୍ଲକ ହୋମ୍ସ କହିଲେ। ତାପରେ ମୁଁ ଲୋକଟାକୁ ଡାକି ଆଣିଲି। ଏ ଦୃଶ୍ୟ ଦେଖି ସେ ଖୁବ୍ ଡରିଗଲା। ହୋମ୍ସ ଖଣ୍ଡେ ଚିଠି ଲେଖି ତା ହାତରେ ଡକ୍ଟର ହକ୍ସଟେବଲଙ୍କ ପାଖକୁ ପଠାଇଲେ, ବା ସେ ସ୍କୁଲର ପ୍ରିନ୍ସିପାଲ ଯିଏ ତାଙ୍କ ପାଖକୁ ପଠାଇଲେ ଚିଠିଟି। ତାପରେ କହିଲେ, ଦେଖ ୱାଟସନ୍, ସକାଳ ଭିତରେ ଆମେ 2ଟା ସୂତ୍ର ଖୋଜି ବାହାର କଲେ। ଗୋଟେ ହେଲା ପାମର ଟାୟାର ଥିବା ସାଇକେଲ। ସେଥିରୁ ଆମେ କ'ଣ ପାଇଲେ ଦେଖିଲ ତ? ଆରଟା ହେଲା ଡନଲଫ ଟାୟାର ଥିବା ସାଇକେଲ। ସେ ବିଷୟରେ ଅନୁସନ୍ଧାନ କରିବାକୁ ଯିବା ଆଗରୁ ଆମେ କ'ଣ ସବୁ ଜାଣିପାରିଛେ ବୁଝିବାକୁ ଚେଷ୍ଟା କରିବା। ଫଳରେ ଦରକାରୀ ଜିନିଷ ଆଉ ଅଦରକାରୀ ଜିନିଷକୁ ଅଲଗା ଅଲଗା କରିଦେବା।
ତାମାନେ ସେ ଅନୁସନ୍ଧାନ କରିବା ପାଇଁ ଏଇ ଉପାୟ କରିବେ ବୋଲି ସେର୍ଲକ୍ ହୋମ୍ସ କହୁଛନ୍ତି। ପ୍ରଥମେ ମୁଁ କହି ରଖେ ଯେ ମୋ ମତରେ ପିଲା ତା ନିଜ ଇଚ୍ଛାରେ ଚାଲି ଆସିଛି। ସେ ଝରକା ବାଟେ ତଳକୁ ଆସିଛି। ତାପରେ ଏକା ହେଉ ବା କାହାରି ସାଥିରେ ହେଉ ଚାଲି ଯାଇଛି। ଏକଥା ନିଶ୍ଚିନ୍ତ। ମୁଁ ସମ୍ମତି ଜଣାଇଲି। ଆଚ୍ଛା, ଏଥର ବିଚରା ହତଭାଗା ଜର୍ମାନ ଶିକ୍ଷକଙ୍କ କଥା ଦେଖିବା। ପିଲା ଚାଲିଗଲା ବେଳେ ପୂରା ପୋଷାକ ପତ୍ର ପିନ୍ଧି ଯାଇଛି। ତେଣୁ ସେ ଯାହା କରିବ ଆଗରୁ ଠିକ୍ କରିଥିଲା। କିନ୍ତୁ ଜର୍ମାନ ଶିକ୍ଷକ ମୋଜା ନ ପିନ୍ଧି ଚାଲି ଯାଇଛନ୍ତି। ତେଣୁ ସେ ନିଶ୍ଚୟ ଖୁବ୍ ତରରେ ବାହାରି ଯାଇଛନ୍ତି। ସେଥିରେ କିଛି ସନ୍ଦେହ ନାହିଁ। କାହିଁକି ସେ ଏମିତି ହଠାତ୍ ଗଲେ? କାରଣ ସେ ତାଙ୍କ ଶୋଇବା ଘର ଝରକା ବାଟେ ଦେଖିଲେ ପିଲାଟି ଚାଲିଯାଉଛି। ସେ ତା ପଛରେ ଗୋଡ଼ାଇ ତାକୁ ଫେରାଇ ଆଣିବାକୁ ଚାହିଁଲେ। ତାଙ୍କ ସାଇକେଲ ଧରି ପିଲା ପଛରେ ଗୋଡ଼ାଇଲେ ଆଉ ଶେଷରେ ମୃତ୍ୟୁ ମୁଖରେ ପଡ଼ିଲେ ଏଇ ଜର୍ମାନ ଶିକ୍ଷକ। ତାପରେ ସେହିପରି ଜଣାଯାଉଛି। ଏଥର ମୁଁ ମୋ ଯୁକ୍ତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟକୁ ଆସୁଛି। ସାଧାରଣତଃ ଜଣେ ଲୋକ ଗୋଟେ ଛୋଟ ପିଲାକୁ ଧରିବା ପାଇଁ ତା ପଛରେ ଧାଇଁବ। ସେ ଜାଣେ ପିଲାଟାକୁ ସେ ଟପି ଯାଇପାରିବ, ମାନେ ଧରିପାରିବ, କାରଣ ଛୋଟ ପିଲାଟା ଏ ବଡ଼ ଲୋକ। କିନ୍ତୁ ଜର୍ମାନ ଶିକ୍ଷକ ତାହା ନକରି ସାଇକେଲ ନେବାକୁ ଯାଇଛନ୍ତି। ମୁଁ ଜାଣିପାରିଛି ସେ ଜଣେ ଦକ୍ଷ ସାଇକେଲ ଆରୋହୀ। ତାମାନେ ଭଲ ସାଇକେଲ ସେ ଚଲାନ୍ତି। ପିଲା କୌଣସି ଦ୍ରୁତ ଯାନରେ ଯାଉଥିବାର ନ ଦେଖିଲେ ସେ ଏହା କରିନଥାନ୍ତେ। ଅନ୍ୟ ସାଇକେଲଟା? ହଉ, ଆମ କଥାରେ ଆଗେଇବା। ସ୍କୁଲଠୁ 5 ମାଇଲ ଦୂରରେ ତାଙ୍କର ମୃତ୍ୟୁ ହୋଇଛି। ବୁଲେଟ ମାଡ଼ରେ ମୃତ୍ୟୁ ହୋଇନାହିଁ ବା ଗୁଳି ମାଡ଼ରେ ମୃତ୍ୟୁ ହୋଇନାହିଁ। କଥାଟାକୁ ଲକ୍ଷ୍ୟ କର। ବୁଲେଟ ବା ଗୁଳି ହୋଇଥିଲେ ଭାବନ୍ତେ ଜଣେ ପିଲା ମଧ୍ୟ ସେଇଟା ମାରିଥିବା ସମ୍ଭବ। କିନ୍ତୁ କୌଣସି ଶକ୍ତ ହାତରୁ ଖୁବ୍ ଜୋର ଆଘାତ ହୋଇଛି। ତାହାହେଲେ ପିଲା ପଳାଇଗଲା ବେଳେ ତା ସାଥିରେ ଜଣେ ଲୋକ ନିଶ୍ଚୟ ଥିଲା। ସେମାନେ ଖୁବ୍ ଜୋରରେ ଚାଲି ଯାଇଥିଲେ, କାରଣ ଜଣେ ଦକ୍ଷ ସାଇକ୍ଲିଷ୍ଟ ତାଙ୍କୁ ଧରିବା ଆଗରୁ ସେମାନେ 5 ମାଇଲ ଚାଲି ଯାଇଥିଲେ। ଦୁର୍ଘଟଣା ଘଟିଥିବା ଜାଗାର ପାଖ ଆଖ ତ ଆମେ ପରୀକ୍ଷା କଲେ। କ'ଣ ଦେଖିଲେ? କେବଳ କେତେଟା ଗୋରୁ ଦାଣ୍ଡି, ଆଉ କିଛି ନାହିଁ, ବା ଗୋରୁ ଚଲା ରାସ୍ତା, ଆଉ କିଛି ନାହିଁ। ମୁଁ ଚାରିପାଖେ ଖଣ୍ଡେ ଦୂର ଯାଏଁ ଘୂରି ଆସିଲି। 50 ଗଜ ଭିତରେ ଆଉ କୌଣସି ରାସ୍ତା ନାହିଁ। ତେଣୁ ଅନ୍ୟ ଜଣେ ସାଇକ୍ଲିଷ୍ଟର ପ୍ରକୃତ ହତ୍ୟାରେ କିଛି ହାତ ନାହିଁ। ତା ଛଡ଼ା ଅନ୍ୟ କୌଣସି ଲୋକର ପାଦ ଚିହ୍ନ ନାହିଁ। ମୁଁ କହି ଉଠିଲି, ହୋମ୍ସ, ଏହା ଅସମ୍ଭବ। ଯଦି କିଛି ପ୍ରମାଣ ନାହିଁ ତାହେଲେ କେମିତି? ୱାଟସନ୍ଙ୍କ କହିବା କଥା। ତାପରେ କ'ଣ ହେଲା? ସେ କହିଲେ, ଚମତ୍କାର, ଯଥାର୍ଥ ମତ। ମୋ କହିବା ଅନୁସାରେ ଏହା ଅସମ୍ଭବ। ତେଣୁ ମୋ କହିବାରେ କିଛି ଭୁଲ ଥାଇପାରେ। କିନ୍ତୁ ତୁମେ ତ ନିଜେ ଚାରିଆଡ଼େ ଦେଖିଲ। ତୁମେ କିଛି କହିପାରିବ କି? ଏକଥା ସେର୍ଲକ୍ ହୋମ୍ସ ୱାଟସନ୍କୁ କହୁଛନ୍ତି କି ତୁମେ ଯେଉଁ ଦେଖିଲ କିଛି କହିପାରିବ? ତାପରେ ଖସି ପଡ଼ି ତାଙ୍କର ମୁଣ୍ଡ ଫାଟି ଯାଇ ନଥିବ ତ? ୱାଟସନ୍ କହୁଛନ୍ତି ଖସି ପଡ଼ିବା ସାଇକେଲରୁ ପଡ଼ିଯାଇ ତାଙ୍କ ମୁଣ୍ଡ ଫାଟି ଯାଇନଥିବ ତ? ତାପରେ ଏମିତି ଗୋଟେ ସନ୍ତସନ୍ତିଆ ଜାଗାରେ, ସେର୍ଲକ୍ ହୋମ୍ସ କହୁଛନ୍ତି ସନ୍ତସନ୍ତିଆ ଜାଗାରେ ପଡ଼ିଲେ ମୁଣ୍ଡ କେମିତି ଫାଟିବ? ତାପରେ ମୁଁ କିଛି ଭାବିପାରୁନାହିଁ, ୱାଟସନ୍ କହୁଛନ୍ତି। ତାପରେ ୟାଠୁ ଢେର ଜଟିଳ ସମସ୍ୟା ଆମେ ସମାଧାନ କରିଛେ। ଏ ଘଟଣାରେ ଆମ ହାତରେ ଅନେକ ଜିନିଷ ଅଛି ବା ପ୍ରମାଣ ଅଛି। ତାକୁ କାମରେ ଲଗାଇ ପାରିଲେ ହେଲା। ଆସ, ପାମର ଟାୟାର ଧନ୍ଦା ଛିଡ଼ିଗଲା। ତାମାନେ ଯେଉଁ ପାମର ଟାୟାରକୁ, ସାଇକେଲର ଟାୟାରକୁ ସେମାନେ ଫଲୋ କରୁଥିଲେ, ସେଟା ସରିଗଲା ସେ କାମ। କାରଣ
ଜର୍ମାନ ଶିକ୍ଷକଙ୍କ ଟାୟାର ସେ ମରି ପଡ଼ିଛନ୍ତି ଆଉ ତାଙ୍କ ସାଇକେଲ ସେଠି ପଡ଼ିଛି। ଏବେ କ'ଣ କରିବା, ଏଥର ଦେଖିବା ଡନଲଫ୍ ଟାୟାରରୁ କ'ଣ ମିଳୁଛି। ତାମାନେ ଆପରେ ସେ ଯେଉଁ ଆର ଟାୟାରର ଚିହ୍ନ ଥିଲା ବା ଡନଲଫ୍ ଟାୟାରର ଚିହ୍ନ ଥିଲା ତାକୁ ସେମାନେ ଅନୁସନ୍ଧାନ କରିବେ। ଆମେ ଖଣ୍ଡେ ଦୂର ଯାଏ ଡନଲଫ୍ ଟାୟାରର ଗୁଳା ଉରେଇ ଚାଲିଲୁ ବା ଫଲୋ କରି ଚାଲିଲେ ବା ତା ପଛେ ପଛେ ଚାଲିଲେ। ତାପରେ ଜଙ୍ଗଲଟାରେ ଘାସ ପଡ଼ିଆ ଆସ୍ତେ ଆସ୍ତେ ଉଚ୍ଚ ହୋଇଯାଇଛି। ହଉ, ଆଜି ପାଇଁ ଆମେ ଏଇଠି ରଖିବା। ଭିଡ଼ିଓଟା ହେଇଗଲାଣି ଟିକେ ଲମ୍ବା। ଆମେ ପର ଅଧ୍ୟାୟରେ ବା ତୃତୀୟ ଅଧ୍ୟାୟରେ ଦେଖିବା କ'ଣ ଘଟିଲା, ତାପରେ କେମିତି ରହସ୍ୟମୟ ଘଟଣା ବା କେମିତି ସମାଧାନ ହେଲା ଆମେ ଦେଖିବା ତୃତୀୟ ଅଧ୍ୟାୟରେ ବା ପର ଅଧ୍ୟାୟରେ କ'ଣ ଘଟିଛି। ଆଉ ଏଇ ଯେଉଁ କାହାଣୀ ସବୁ ରହିଲା ତାର ସବୁ ଅଧ୍ୟାୟ ଗୁଡ଼ିକ ୟୁଟ୍ୟୁବର ପ୍ଲେ ଲିଷ୍ଟରେ ରହିଛି। ଆପଣମାନେ ଯାଇକି ସେଠୁ ଦେଖିପାରିବେ। ଗୋଇନ୍ଦା କାହାଣୀ, ରହସ୍ୟମୟ କାହାଣୀ ବା ମିଷ୍ଟ୍ରିୟସ୍ କାହାଣୀ, ସେର୍ଲକ୍ ହୋମ୍ସ କାହାଣୀ ଆଉ ଅନ୍ୟ ଭିଡ଼ିଓ ବି ସବୁ ରହିଛି। এই ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଓକେ, ଧନ୍ୟବାଦ।